ଆରେ ଆରେ ଆପଣ ଭାବୁଛନ୍ତି କ'ଣ ଘରେ ଦୋକାନ ହେଇଗଲା ନା କ'ଣ? ନାଇଁ ନାଇଁ, ମୁଁ ବାହାରକୁ ଯାଇପାରୁନି ବୋଲି ବୋଉ ଆମର ନେଲ୍ ପଲିସ୍ର ଡବା ଧରିକି ପଳେଇ ଆସିଛି କି କେଉଁ କଲର୍ଟା ବାଛିକି ରଖିବି ବୋଲି। ସେଥିପାଇଁ କି ତା ଭିତରେ ଯେଉଁ କଲର୍ ଥିଲା ନା, ସବୁ କଲର୍ ହିଁ ବଢ଼ିଆ ଲାଗୁଥିଲା। ଆଉ ତା ଭିତରେ ବହୁତ କଷ୍ଟରେ ମୁଁ 4ଟା ବାଛିଲି। ଆଉ ଆପଣଙ୍କୁ କେଉଁ କଲର୍ଟା ପସନ୍ଦ ଲାଗୁଛି ମୋତେ ଜାଣିବେ। ଆଉ ବୋଉକୁ କହିଥିଲି, ବହୁତ ଦିନରୁ ମୋର ଇଚ୍ଛା ଥିଲା ମେହେନ୍ଦି ଲଗେଇବି ବୋଲି। ବହୁତ ଦିନରୁ କହିଥିଲି, ତାର କିନ୍ତୁ ମନେ ନଥିଲା। ଆଜି କିନ୍ତୁ ମନେ ପଡ଼ିଯାଇଛି। ଆଉ ଗୋଟେ ମେହେନ୍ଦି ରଖିଦେଇଛି। ଆଉ ତା ପାଇଁ କିଛି ଜିନିଷ ବି ରଖିଛି। ତା ପାଇଁ 2 ଡଜନ ଚୁଡ଼ି ରଖିଛି। ଗୋଟେ ହେଉଛି ଆମର ପ୍ୟାରଟ୍ କଲର୍, ଆଉ ଗୋଟେ ହେଉଛି ଏଇଟା ଟିକେ ଗ୍ରୀନ୍ ଟାଇପ୍ର ଅଛି। 2ଟା କଲର୍ ରଖିଦେଇଛି। ଆଉ ଚାଲନ୍ତୁ ଏବେ ମେହେନ୍ଦି ଷ୍ଟାର୍ଟ କରିଦେବା। ମେହେନ୍ଦି କିଛି କରିକି ମୁଁ ଅଧା ପର୍ଯ୍ୟନ୍ତ ଯେତେବେଳକୁ ଗଲି, ମୋର ମନେ ପଡ଼ିଲା ଆରେ ମେହେନ୍ଦି କଲେ ତ ମୁଁ ଉଠି ପାରିବିନି। ସେଥିପାଇଁ କି ଏତିକି କରିକି ରଖିଦେଲି। ଏବେ ଚାଲନ୍ତୁ ଟିକେ ନେଲ୍ ପଲିସ୍ ଲଗାଇଦେବା। ଆଉ ରିମୁଭର୍ ମୋର ମନ ନଥିଲା, ସେଥିପାଇଁ କି ତା ଉପରେ ଲଗାଇଦେଲି ନ ଛଡ଼େଇକି। ବୋଉ ଆମର ଚାଲିଲା ବାରିକି ଶାଗ ବୁଣିବା ପାଇଁ। ନଳି ଆମର କହୁଛନ୍ତି, ଆଉ ଆମର ଲଗେଇ ସାରିଲୁ, ତମେ ଏବେ ଲଗାଉଛ? ଏବେ ଆମର ନନା ଆଣିଥିଲା ତରଭୁଜ ଆଉ ପିଜୁଳି। ଆମେ ବସିଲୁ ଖାଇବାକୁ। ଆପଣମାନେ ଖରା ଦିନରେ ଭଲ ଲାଗେ ନା? କାହାକୁ ଭଲ ଲାଗେ ଜଣେଇବେ। ଆମେ ତ ଏବେ ଷ୍ଟାର୍ଟ ହେଲା, ବହୁତ ସାରା ଖିଆ ହେବ।